ଜଗନ୍ନାଥ ନମସ୍କାର ଦର୍ଶକ ବନ୍ଧୁମାନେ ସ୍ୱାଗତ କରୁଛି ପୁଣି ଗୋଟେ ନୂଆ ଭିଡ଼ିଓରେ ଯେଉଁଟାକି ସୁଭଦ୍ରା ଯୋଜନା ବିଷୟରେ ବହୁତ ବଡ଼ ଆଲୋଚନା କରିନେବା। ଦେଖ ତ ଆଉ ଅଳ୍ପ ଦିନ ରହିଲା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବାକୁ ଯାଉଛି ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ତ କେଉଁମାନଙ୍କୁ ମିଳିବ କେଉଁମାନେ ବାଦ ପଡ଼ିବେ ତ ସେହି ବିଷୟରେ ବର୍ତ୍ତମାନ ସରକାର ବହୁତ ବଡ଼ ଘୋଷଣା କରିଛନ୍ତି। ସେହି ବିଷୟରେ ସବୁ ଆଲୋଚନା କରିନେବା। ତାପରେ ସାଙ୍ଗରେ ଭିଡ଼ିଓକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ସମ୍ପୂର୍ଣ୍ଣ ତଥ୍ୟ ଜାଣିପାରିବ। ଆମ ଚ୍ୟାନେଲ ଆପଣ ନୂଆ ଆସିଛନ୍ତି ପ୍ରତିଦିନ ଆସୁଥିବା ଏମିତି ନୂଆ ନୂଆ ଅପଡ଼େଟ୍ ପାଇବା ଚାହୁଁଥିଲେ ଏବେ ଯାଏଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ତା ସହିତ ପାଖରେ ବେଲ୍ ଆଇକନ୍ ବଜାଇ ଅଲ୍ କରିଦିଅନ୍ତୁ। ଯେତେବେଳେ ନୂଆ ନୂଆ ଅପଡ଼େଟ୍ ଦେବୁ ସର୍ବପ୍ରଥମେ ଆପଣଙ୍କ ପାଖକୁ ଆମ ନୋଟିଫିକେସନ୍ ପହଞ୍ଚିପାରିବ। ଆମ ଉପମୁଖ୍ୟମନ୍ତ୍ରୀ ତଥା ଶ୍ରୀମତୀ ପ୍ରଭାତୀ ପରିଡ଼ା ମ୍ୟାଡ଼ାମ୍ ଦେଖନ୍ତୁ ପୂର୍ବରୁ ଘୋଷଣା କରିଥିଲେ ଯେ ଜାନୁଆରୀ ମାସ ଶେଷ ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ମିଳିବ। ତ ଦେଖନ୍ତୁ ଆଉ ଅଳ୍ପ ଦିନ ରହିଲା, ଯେଉଁଟାକି ଆଜି ହେଲା 28 ତାରିଖ, ଆଉ 3 ଦିନ ରହିଛି। ଏଇ ଆଜି କିମ୍ବା ଗତକାଲି ଦେଖନ୍ତୁ ବହୁତ ବଡ଼ ଘୋଷଣା କରିପାରନ୍ତି, ଯେଉଁଟାକି ତାରିଖ ଘୋଷଣା କରିପାରନ୍ତି। ତ କେଉଁମାନଙ୍କୁ ମିଳିବ ଦେଖନ୍ତୁ, ଏ ସରକାରର ଯେଉଁ ଯୋଗ୍ୟତା ମାନଦଣ୍ଡ ରହିଛି ସେହି ଯୋଗ୍ୟତା ମାନଦଣ୍ଡ ଯେଉଁ ମହିଳାମାନେ ପୂରଣ କରିଥିବେ ସେମାନଙ୍କୁ ହିଁ ମିଳିବ। ଆଉ ଅଳ୍ପ ଦିନ ରହିଲା ବର୍ତ୍ତମାନ ଦେଖନ୍ତୁ ଷ୍ଟାଟସ୍ ଚେକ୍ କଲାବେଳେ ଦେଖନ୍ତୁ ଯେଉଁ ପେମେଣ୍ଟ ସ୍ଥିତିଟା ବର୍ତ୍ତମାନ ହଟାଇ ଦେଇଥିଲେ ସେଇଟା ମଧ୍ୟ ଏବେ ଅପଡ଼େଟ୍ ହୋଇନାହିଁ। ପେମେଣ୍ଟ ସ୍ଥିତି ମଧ୍ୟ ଆସିନି, ଯେଉଁଟାକି ଖାଲି 3ଟି ଅପସନ୍ ସହ କରୁଛି, ଯେଉଁଟାକି ଇ-କେୱାଇସି ସ୍ଥିତି, ଇ-କେୱାଇସି ପ୍ରକାର ଏବଂ ସ୍ୱୀକୃତି ସ୍ଥିତି ସହ କରୁଛି ଏବଂ ପେମେଣ୍ଟ ସ୍ଥିତି ଯେଉଁ ଥିଲା ସେଇଟା ଗାୟବ ହୋଇଯାଇଛି। ତ ଦେଖନ୍ତୁ ଯେଉଁମାନଙ୍କ ଷ୍ଟାଟସ୍ ବର୍ତ୍ତମାନ ଏମିତି ବି ସହ କରୁଛି ସେମାନଙ୍କ ପାଇଁ ଗୋଟେ ଖୁସି ଖବର, ଏମାନଙ୍କୁ এই ଯୋଜନାରେ ନିଶ୍ଚୟ ସାମିଲ କରିବେ ସରକାର। କାହିଁକିନା ଦେଖନ୍ତୁ ସମସ୍ତ ବାୟୋମେଟ୍ରିକ୍ ଦ୍ୱାରା ଯେଉଁମାନେ କରିଛନ୍ତି ଇ-କେୱାଇସି ସେମାନଙ୍କୁ ପ୍ରଥମ ଚତୁର୍ଥ ପର୍ଯ୍ୟାୟ ମିଳିବ ଏବଂ ଦ୍ୱିତୀୟ କିସ୍ତି ମଧ୍ୟ ମିଳିବ। এই ଯୋଜନା ସେମାନେ ଲାଭ ପାଇପାରିବେ। ସୁଭଦ୍ରା ଯୋଜନାକୁ ନେଇ ଦେଖନ୍ତୁ ଆମ ମୁଖ୍ୟମନ୍ତ୍ରୀ ବହୁତ ବଡ଼ ବୟାନ ଦେଇଛନ୍ତି, ଯେଉଁଟାକି ଜାନୁଆରୀ 26 ଦିନ କହିଛନ୍ତି ଯେ ଦେଖନ୍ତୁ ଏଠାରେ ତୁମକୁ ମୁଁ ଯେଉଁଟା ପେପରରେ ମେନସନ୍ କରି ପଢ଼ି ତୁମକୁ ଶୁଣାଇ ଦେଉଛି। ସୁଭଦ୍ରାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, ମାର୍ଚ୍ଚ 8 ତାରିଖରେ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି। ଦେଖନ୍ତୁ ମାର୍ଚ୍ଚ 8 ତାରିଖ ଦ୍ୱିତୀୟ କିସ୍ତି ମିଳିବ। ତାପରେ ଦେଖନ୍ତୁ ଏଠାରେ ଆଉ ମଧ୍ୟ ମେନସନ୍ କରାଯାଇଛି ମାର୍ଚ୍ଚ 8ରେ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି। ଏନେଇ ସାଧାରଣତନ୍ତ୍ର ଦିବସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କଟକରେ ଆୟୋଜିତ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ପରେଡ୍ରେ ଅଭିବାଦନ ଗ୍ରହଣ କରିବା ସମୟରେ ଉପସ୍ଥିତ ରହି ଏହି ଘୋଷଣା କରିଛନ୍ତି। ତ ଦେଖନ୍ତୁ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଏଇ ଦିନ ଦୁଇ ଦିନ ତଳେ ମିଳିଯିବ। ତ ଦ୍ୱିତୀୟ କିସ୍ତିରେ ଦେଖନ୍ତୁ ମାର୍ଚ୍ଚ 8ରେ ମିଳିବ ବୋଲି କହିଛନ୍ତି, ଯେଉଁଟାକି ମାର୍ଚ୍ଚ 8ରେ ହେଉଛି ମହିଳା ଦିବସ, ସେଇଦିନ ଦ୍ୱିତୀୟ କିସ୍ତି ମିଳିବ। ତ এই ପ୍ରଥମ ପର୍ଯ୍ୟାୟର ଦେଖନ୍ତୁ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟରେ ଯେଉଁମାନେ ସାମିଲ ହେବେ, ଯେଉଁମାନେ ମିଳିବ 5,000 ଟଙ୍କା, ସେମାନେ କହି ମିଳିବ ମାର୍ଚ୍ଚ 8 ତାରିଖ। ଦେଖନ୍ତୁ ଆପଣ ମନେ ରଖନ୍ତୁ ଭାଇ ଭଉଣୀମାନେ, ତୁମକୁ ଯଦି ଏଥର ଯଦି ମିଳିଯାଏ 5,000 ଟଙ୍କା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ, ତ ନେକ୍ସଟ ମଧ୍ୟ ଦେଖନ୍ତୁ ଦ୍ୱିତୀୟ କିସ୍ତି ଆପଣମାନେ ପାଇଯିବେ। କାହିଁକିନା ପୂର୍ବରୁ ମଧ୍ୟ ସରକାର କହିଛନ୍ତି ଯେ ଏ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟରେ ଯେଉଁମାନେ ସାମିଲ ହେବେ ସେମାନଙ୍କୁ ମଧ୍ୟ ଦ୍ୱିତୀୟ କିସ୍ତି ମିଳିବ ବୋଲି ସରକାର କହିଛନ୍ତି। ସରକାରଙ୍କ ଯେଉଁ ଯୋଗ୍ୟତା ମାନଦଣ୍ଡ ରହିଛି ସେ ଯୋଗ୍ୟତା ଯେଉଁମାନେ ପୂରଣ କରିଥିବେ ସେମାନଙ୍କୁ ହିଁ ପ୍ରଥମ କିସ୍ତି ମିଳିବ ଏବଂ ଆଗକୁ ଆସୁଥିବା ଦ୍ୱିତୀୟ କିସ୍ତି ଚତୁର୍ଥ କିସ୍ତି ସବୁ ମିଳିବ। ତ ଦେଖନ୍ତୁ ବର୍ତ୍ତମାନ ଯେଉଁମାନେ ଏବେ ଯାଏ ମଧ୍ୟ 2 ଲକ୍ଷ ମହିଳା ରହିଯାଇଛନ୍ତି, ଯେଉଁଟାକି ଇ-କେୱାଇସି କରିନାହାନ୍ତି ବାୟୋମେଟ୍ରିକ୍ ଜରିଆରେ, ତ ସେମାନେ ପୁଣି ଥରେ ମୁଁ କହିବାକୁ ଚାହୁଁଛି ସେମାନେ ଅତି ଶୀଘ୍ର ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରକୁ ଯାଇ ବାୟୋମେଟ୍ରିକ୍ ଜରିଆରେ ଇ-କେୱାଇସି କରିଦିଅନ୍ତୁ। କାହିଁକିନା ଆଉ 2-3 ଦିନ ଭିତରେ ମିଳିଯିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ବର୍ତ୍ତମାନ ସରକାର ଦେଖନ୍ତୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ସୁଭଦ୍ରା ଯୋଜନା ସାମିଲ କରିବାକୁ ଚାହୁଁଛନ୍ତି। ତ ବର୍ତ୍ତମାନ ତ ଘୋଷଣା କରିଛନ୍ତି ଯେ ମାର୍ଚ୍ଚ 8 ତାରିଖରେ ଦ୍ୱିତୀୟ କିସ୍ତିଟା ମିଳିବ। ତ ଦେଖନ୍ତୁ ଆଜି କିମ୍ବା ଆସନ୍ତାକାଲି ମଧ୍ୟ ଘୋଷଣା କରିପାରନ୍ତି ଯେ କେଉଁ ତାରିଖରେ ମିଳିବ ବୋଲି। ତ ଦେଖନ୍ତୁ ଆପଣମାନେ ଧୈର୍ଯ୍ୟ ହରାନ୍ତୁ ନାହିଁ। ଯେଉଁମାନେ ଯୋଗ୍ୟତା ମାନଦଣ୍ଡ କରୁଥିବେ ସେମାନଙ୍କୁ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଏବଂ ଦ୍ୱିତୀୟ କିସ୍ତି ମିଳିବ। ଯେଉଁ ମହିଳାମାନେ ବାହାର ରାଜ୍ୟରେ ରହୁଛନ୍ତି ସେମାନଙ୍କୁ ମଧ୍ୟ ସୁଭଦ୍ରା ଯୋଜନା ସାମିଲ କରିବା ପାଇଁ କହିଛନ୍ତି। ତ ସେମାନେ ମଧ୍ୟ ବାହାରେ ଥାଇ ଦେଖନ୍ତୁ ସେମାନେ ଏ ସୁଭଦ୍ରା ଯୋଜନା ଆପ୍ଲାଏ କରିପାରିବେ, ଆବେଦନ କରି ସେମାନେ ମଧ୍ୟ ଏ ଯୋଜନାର ଲାଭ ପାଇପାରିବେ। ତ ଯେଉଁମାନେ ବାହାରେ ରହୁଛନ୍ତି ସେମାନଙ୍କୁ ମୁଁ ଆଉ ଥରେ କହିବାକୁ ଚାହୁଁଛି ଯେ ସେମାନେ ଆବେଦନ କରନ୍ତୁ ଏବଂ ଏ ଯୋଜନାର ଲାଭ ଉଠାନ୍ତୁ। ଆପଣମାନେ ନିଜ ନିଜ ମୋବାଇଲରେ ଦେଖନ୍ତୁ ସୁଭଦ୍ରା ପୋର୍ଟାଲକୁ ଯାଇ ଆପଣମାନେ ନିଜ ନିଜ ଷ୍ଟାଟସ୍ ମଧ୍ୟ ଚେକ୍ କରିଥାନ୍ତୁ ମଝିରେ ମଝିରେ, କାହିଁକିନା ସରକାର କେତେବେଳେ ମଧ୍ୟ ଅପଡ଼େଟ୍ ଦେଇଦେବେ। କାହିଁକିନା ଦେଖନ୍ତୁ ବର୍ତ୍ତମାନ ପେମେଣ୍ଟ ସ୍ଥିତିଟା ହଟାଇ ଦେଇଛନ୍ତି। ତ ଯେଉଁ ମହିଳାମାନେ ପାଇବେ ତାଙ୍କର ପେମେଣ୍ଟ ସ୍ଥିତିଟା ସେଠାରେ ସହ କରିବ ଏବଂ ଯେଉଁ ଅଣ୍ଡର ପ୍ରୋସେସଟା ରହିଛି ଦେଖନ୍ତୁ ଅଣ୍ଡର ପ୍ରୋସେସଟା ଆପ୍ରୁଭାଲ୍ ରହିବ। ତ ଆପଣମାନେ ମଝିରେ ମଝିରେ ଚେକ୍ କରୁଥାନ୍ତୁ ନିଜ ନିଜ ମୋବାଇଲରେ କିମ୍ବା ମୋ ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରକୁ ଯାଇ ନିଜେ ଚେକ୍ କଲେ ଆପଣମାନେ ଜାଣିପାରୁଥିବେ ନିଜ ନିଜ ଷ୍ଟାଟସ୍। ତ ସେଇ ଅପଡ଼େଟ୍ ଆସିଗଲେ ମଧ୍ୟ ନେକ୍ସଟ ଭିଡ଼ିଓ ତୁମକୁ ମୁଁ ଜଣାଇଦେବି କେଉଁ ମହିଳାମାନେ ପାଇବେ, କେଉଁ ଯୋଗ୍ୟ ମହିଳାମାନେ ପାଇବେ, କେଉଁ ଅଯୋଗ୍ୟମାନେ ବାଦ ପଡ଼ିଛନ୍ତି। ଆମ ଭିଡ଼ିଓରେ ଗୋଟେ ଅପଡ଼େଟ୍ ଆସିଯିବ। ଦର୍ଶକ ବନ୍ଧୁମାନେ ଆଜିର ଭିଡ଼ିଓ ଏହି ଅପଡ଼େଟ୍ଟି ଥିଲା। ଭିଡ଼ିଓଟିକୁ ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ନିଜ ସାମନେ ସେୟାର କରନ୍ତୁ।
ପ୍ରତିଦିନ ଆସୁଥିବା ନୂଆ ନୂଆ ଅପଡ଼େଟ୍ ପାଇବା ଚାହୁଁଥିଲେ ଏବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ସବସ୍କ୍ରାଇବ୍ ରଖନ୍ତୁ। ପୁଣି ଗୋଟେ ନେକ୍ସଟ ଭିଡ଼ିଓରେ ଦେଖା ହେବ। ଥ୍ୟାଙ୍କ ୟୁ, ନମସ୍କାର, ଜୟ ଜଗନ୍ନାଥ।